ଏହି ହିନ୍ଦୁ ସମାବେଶରେ ସମଗ୍ର ରାଜ୍ୟରୁ ଶତାଧିକ ସାଧୁସନ୍ଥ ଯୋଗ ଦେଉଛନ୍ତି। ଆପଣମାନେ ଉକ୍ତ ପବିତ୍ର ହିନ୍ଦୁ ରାଷ୍ଟ୍ର ମହାସମ୍ମିଳନୀରେ ବହୁଳ ଭାବରେ ବହୁ ମାତ୍ରାରେ ବହୁ ସଂଖ୍ୟାରେ ଯୋଗଦାନ କରି ଗୁରୁ ଶଙ୍କରାଚାର୍ଯ୍ୟଙ୍କର କୃପାଲାଭ କରି ମାନବ ଜୀବନକୁ ସାକାର କରିପାରିବେ। ଆସନ୍ତା ଜାନୁଆରୀ 1ରେ ତାଳଚେର ଦେଉଳବେଡ଼ା ଦୁର୍ଗାମଣ୍ଡପଠାରେ ପ୍ରଥମ ବିଶାଳ ହିନ୍ଦୁ ରାଷ୍ଟ୍ର ମହା ଅଧିବେଶନ ଅନୁଷ୍ଠିତ ହେବ। ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାଭାଗ ଉକ୍ତ ଅଧିବେଶନରେ ଯୋଗଦେଇ ଦିବ୍ୟ ସନ୍ଦେଶ ପ୍ରଦାନ କରିବେ। ସମଗ୍ର ରାଜ୍ୟରୁ ଶହ ଶହ ସଂଖ୍ୟାରେ ସାଧୁସନ୍ଥ ମଠ ମନ୍ଦିରର ମହନ୍ତ ବିଭିନ୍ନ ମଠପନ୍ଥର ସନ୍ନ୍ୟାସୀମାନେ ଯୋଗଦେବେ। ହଜାର ହଜାର ସଂଖ୍ୟାରେ ତାଳଚେର ଅବିଭକ୍ତ ଢେଙ୍କାନାଳ ଜିଲ୍ଲା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଜିଲ୍ଲା ସମେତ ସମଗ୍ର ରାଜ୍ୟରୁ ସନାତନୀ ହିନ୍ଦୁମାନେ ଯୋଗଦେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଆଦିତ୍ୟ ବାହିନୀର ରାଜ୍ୟ ଅଧ୍ୟକ୍ଷ ପଣ୍ଡିତ ମାତୃପ୍ରସାଦ ମିଶ୍ର। ପୂଜ୍ୟ ଗୋବର୍ଦ୍ଧନ ପୀଠାଧୀଶ ଶ୍ରୀମଦ୍ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଜୀ ମହାଭାଗଙ୍କର ଆଗମନ ଇଂରାଜୀ ତାରିଖ ଅନୁଯାୟୀ 1/1/2025 ରିଖରେ ତାଳଚେରକୁ 2 ଦିନିଆ ଗସ୍ତରେ ଜଗଦ୍ଗୁରୁ ଆସୁଛନ୍ତି। କାର୍ଯ୍ୟକ୍ରମ ହେଉଛି ବିଶାଳ ହିନ୍ଦୁ ରାଷ୍ଟ୍ର ମହା ଅଧିବେଶନ। 3.5 ବର୍ଷ ପୂର୍ବରୁ ପୂଜ୍ୟ ଜଗଦ୍ଗୁରୁ ସମଗ୍ର ଭାରତବର୍ଷରେ କୋଣ ଅନୁକୋଣରେ ଏଇଭଳି ବିଶାଳ ହିନ୍ଦୁ ରାଷ୍ଟ୍ର ମହା ଅଧିବେଶନ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି ଏବଂ ମୋତେ ଲାଗୁଛି ଏହି କାର୍ଯ୍ୟକ୍ରମ ହିଁ ହିନ୍ଦୁ ରାଷ୍ଟ୍ର ମହା ଅଧିବେଶନର ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅଧିବେଶନ। ଓଡ଼ିଶାର କୋଣ ଅନୁକୋଣରୁ ପ୍ରତିନିଧି, ଓଡ଼ିଶାର କୋଣ ଅନୁକୋଣରୁ ସନ୍ଥ ମହନ୍ତ ମଠାଧୀଶ, ସର୍ବୋପରି ସମସ୍ତ ସନାତନୀ ହିନ୍ଦୁମାନେ ଏଥିରେ ଆଗ୍ରହର ସହିତ ଯୋଗଦାନ କରିବା ପାଇଁ ଅପେକ୍ଷା କରିଛନ୍ତି। ଆମେ ପୂଜ୍ୟ ଜଗଦ୍ଗୁରୁଙ୍କୁ ଭୋର 4ଟା ସମୟରେ ତାଳଚେର ରେଲୱେ ଷ୍ଟେସନରେ ସମସ୍ତ ତାଳଚେରବାସୀ ଆଉ ଏ ଅଞ୍ଚଳର ଅଞ୍ଚଳବାସୀ ସ୍ୱାଗତ କରିବା। ତାପରେ ଡକ୍ଟର ସଞ୍ଜୀବ ରାଉତଙ୍କ ନିବାସରେ ପୂଜ୍ୟ ଶଙ୍କରାଚାର୍ଯ୍ୟ ଭଗବାନ ଅବସ୍ଥାନ କରିବେ। ଅପରାହ୍ନ 3ଟା ସମୟରେ ଶ୍ରୀ ଶଙ୍କରାଚାର୍ଯ୍ୟ ଗୋଶାଳା ତାଳଚେର ଲୋକଙ୍କର ସର୍ବସାଧାରଣଙ୍କ ପାଇଁ ଲୋକାର୍ପଣ ହେବ। ଅପରାହ୍ନ 3:30ଟା ସମୟରେ ପୂଜ୍ୟ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଏହି ଦେଉଳବେଡ଼ା ଐତିହାସିକ ଦୁର୍ଗା ପୂଜା ପଡ଼ିଆରେ, ଯାହାକି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସାମ୍ନାରେ ଅଛି, ସେହିଠାରେ ହିଁ ଉପସ୍ଥିତ ସମଗ୍ର ହିନ୍ଦୁ ସମାଜକୁ ପୂଜ୍ୟ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସମ୍ବୋଧିତ କରିବେ, ଆଶୀର୍ବଚନ ପ୍ରଦାନ କରିବେ ଏବଂ ଯେଉଁ ହିନ୍ଦୁ ରାଷ୍ଟ୍ର ସଂକଳ୍ପ ନେଇଥିଲେ 3.5 ବର୍ଷ ପୂର୍ବରୁ କିଭଳି ଭାରତବର୍ଷ ହିନ୍ଦୁ ରାଷ୍ଟ୍ର ଭାବରେ ଘୋଷିତ ହେବ, ଏସିଆ ମହାଦେଶ ହିନ୍ଦୁ ଦ୍ୱୀପ ଭାବରେ ଘୋଷିତ ହେବ ଏବଂ ଖୁବ୍ କମ୍ ଦିନ ଭିତରେ ଆଉ ବାକି 15ଟି ଦେଶ ଯେଉଁମାନେ ଗୋବର୍ଦ୍ଧନ ପୀଠ ସହିତ ଯୋଗାଯୋଗରେ ଅଛନ୍ତି, ଯେଉଁଦିନ ଭାରତ ହିନ୍ଦୁ ରାଷ୍ଟ୍ର ଘୋଷିତ ହେବ ସେମାନେ ମଧ୍ୟ ନିଜେ ନିଜ ଦେଶକୁ ହିନ୍ଦୁ ରାଷ୍ଟ୍ର ଭାବରେ ଘୋଷିତ କରିବେ। ଆସନ୍ତୁ ଏହି ଐତିହାସିକ ମୁହୂର୍ତ୍ତକୁ ସମସ୍ତେ ଅପେକ୍ଷା କରିବା। ଦଳ ମତ ନିର୍ବିଶେଷରେ, ଆବ୍ରାହ୍ମଣ ଚଣ୍ଡାଳ ମତ ପନ୍ଥର ଊର୍ଦ୍ଧ୍ୱରେ ସମସ୍ତେ ଆମେ ଭାରତୀୟ, ସମସ୍ତେ ଆମେ ସନାତନୀ ହିନ୍ଦୁ ଏ କାର୍ଯ୍ୟକ୍ରମକୁ ସଫଳ କରିବା। ଜୟ ଜଗନ୍ନାଥ, जय जगद्गुरु, जय माँ हिंगुड़ा। हम हिंदू राष्ट्र बनाएंगे, हम भारत भव्य बनाएंगे, हम हिंदू राष्ट्र बनाएंगे, हम भारत भव्य बनाएंगे। तालचेर शिवप्रसाद बेहरा रिपोर्ट, IOA न्यूज।